ଗୁପ୍ତ ଭାବରେ କରନ୍ତୁ ଏହି 27ଟି ଉପାୟ। ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଗୁପ୍ତ ଭାବରେ କରନ୍ତୁ ଏହି 27ଟି କାମ, ଦେଖିବେ ଆପଣଙ୍କୁ ସଫଳତା ନିଶ୍ଚିତ ଭାବରେ ମିଳିବ। ତେବେ ଚାଲନ୍ତୁ ଜାଣିବା କ'ଣ ସେହି 27ଟି କାମ ଯାହାକି ଆମକୁ ଗୁପ୍ତ ଭାବରେ କରିବାକୁ ପଡ଼ିବ। କିନ୍ତୁ ତାହା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ନମ୍ବର 1, ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରିକି ଯିବା ସମୟରେ 3ଟି ତୁଳସୀ ପତ୍ରକୁ ହାତରେ ରଖି ମୁଣ୍ଡିଆ ମାରି ଯାଉଥିବେ। ତେବେ ଆପଣଙ୍କ କାମରେ କୌଣସି ବାଧା ଆସିବ ନାହିଁ। ନମ୍ବର 2, ଗୋଟେ ନଡ଼ିଆ ଉପରେ ସିନ୍ଦୂର ଲଗାଇ ତାକୁ ସାଥିରେ ନେଇ ନିଜ କାର୍ଯ୍ୟରେ ଯାଆନ୍ତୁ ଏବଂ ଯେତେବେଳେ ସେହି କାର୍ଯ୍ୟ ସଫଳ ହୋଇଯିବ, ତାପରେ ସେହି ନଡ଼ିଆକୁ ପ୍ରଭୁ ଗଣେଶଙ୍କ ମନ୍ଦିରରେ ଅର୍ପଣ କରିଦିଅନ୍ତୁ। ନମ୍ବର 3, ରୋଷେଇ ଘରେ 1250 ଗ୍ରାମର ସମୁଦ୍ର ଲୁଣ ଯେକୌଣସି ଲାଲ କପଡ଼ାରେ ବାନ୍ଧି ଏମିତି ଜାଗାରେ ରଖିଦିଅନ୍ତୁ ଯେମିତିକି କୌଣସି ବ୍ୟକ୍ତିର ନଜର ତା ଉପରେ ପଡ଼ିପାରିବ ନାହିଁ। ନମ୍ବର 4, ଚାକିରି କ୍ଷେତ୍ରରେ ଯଦି ସଫଳତା ମିଳୁନାହିଁ, ଯଦି ବାରମ୍ବାର ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି, ତାହେଲେ 2ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ। ନମ୍ବର 5, ଯଦି କୌଣସି ମହତ୍ତ୍ୱପୂର୍ଣ୍ଣ ବା ଶୁଭ କାମ ପାଇଁ ଘରୁ ବାହାରିକି ଯାଉଛନ୍ତି ଏବଂ ସେହି କାର୍ଯ୍ୟରେ କିଛି ବାଧା ନ ଉପୁଜିବା ପାଇଁ ଘରୁ ଯିବା ସମୟରେ ଘରର ମୁଖ୍ୟ ଦ୍ୱାରରେ ଡାହାଣ ପାଦ ପ୍ରଥମେ ପକାଇ ନିଜ କାର୍ଯ୍ୟରେ ଯାଆନ୍ତୁ। ନମ୍ବର 6, ରାତିରେ ଶୋଇବା ପୂର୍ବରୁ ବାଲ୍ତିରେ ପାଣି ଭର୍ତ୍ତି କରି ଶୁଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ଋଣରୁ ଶୀଘ୍ର ମୁକ୍ତି ମିଳିଯିବ। ଜୀବନରେ ଉନ୍ନତିର ମାର୍ଗରେ କୌଣସି ବି ବାଧା ସୃଷ୍ଟି ହେବ ନାହିଁ ଏବଂ ଘରକୁ ସୁଖ ସମୃଦ୍ଧି ଆସିବାକୁ ଲାଗିବ। ନମ୍ବର 7, ବିଦ୍ୟାର୍ଥୀମାନେ ମୟୂର ପୁଚ୍ଛକୁ ନିଜର ବହି ଭିତରେ କିମ୍ବା ଷ୍ଟଡି ଟେବୁଲରେ ରଖିବା ଉଚିତ। ଏହିଭଳି କରିବା ଦ୍ୱାରା ପାଠପଢ଼ାରେ ମନ ଲାଗିଥାଏ। ନମ୍ବର 8, ଉତ୍ତର ଦିଗ ଆଡ଼କୁ ଧାତୁରେ ତିଆରି କଇଁଚ ରଖିଲେ ଘରେ ସର୍ବଦା ସମୃଦ୍ଧି ଆସିଥାଏ। ନମ୍ବର 9, ଘରର ମୁଖ୍ୟ ଦ୍ୱାର ବାହାରେ କିଛି ଗୋଲମରିଚ ପକାଇ ଦିଅନ୍ତୁ ଏବଂ ଯେତେବେଳେ ବାହାରକୁ ଯାଉଛନ୍ତି ତାହା ଉପରେ ପାଦ ରଖି ଯାଆନ୍ତୁ ଏବଂ ତାପରେ ଆଉ ପଛକୁ ବୁଲି ଦେଖିବେ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇଯିବ। ନମ୍ବର 10, ଘରୁ ବାହାରିକି ଯିବା ପୂର୍ବରୁ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏକା ନିଜ ସହିତ କିଛି ଗୁଡ଼ ଚଣା ନେଇ ବାହାରକୁ ଯାଆନ୍ତୁ ଏବଂ ରାସ୍ତାରେ କୌଣସି ଗାଈକୁ ଖୁଆଇ ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳ ହୋଇଥାଏ। ନମ୍ବର 11, ଘରର ମୁଖ୍ୟ ଦ୍ୱାରରେ ଲାଲ ରିବନ ବାନ୍ଧି ଦିଅନ୍ତୁ। ଏହି ଉପାୟ କରିଲେ ଆପଣଙ୍କର ଭାଗ୍ୟ ବଦଳିଯିବ। ଏହାକୁ କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ବଢ଼ିଥାଏ ଏବଂ ଆପଣଙ୍କ ଘର ଉପରେ କାହାର ଅଶୁଭ ନଜର ଲାଗିନଥାଏ। ନମ୍ବର 12, ତମ୍ବାର ଢାଳରେ ପାଣି ଭର୍ତ୍ତି କରି ରାତିରେ ମୁଣ୍ଡ ଉପରେ ରଖି ଶୁଅନ୍ତୁ ଏବଂ ସକାଳୁ ଏହି ଜଳକୁ ବାହାରେ ଢାଳି ଦିଅନ୍ତୁ ବା ବାବୁଲ ଗଛ ମୂଳେ ଢାଳି ଦିଅନ୍ତୁ। ଏହିପରି କରିଲେ ଆପଣଙ୍କର ସବୁ ବାଧାବିଘ୍ନ ଦୂର ହୋଇଯିବ। ନମ୍ବର 13, ଆପଣଙ୍କ ପରିଶ୍ରମରେ ଅର୍ଜନ କରିଥିବା ଧନ ଘରକୁ ଆଣିବା ପରେ ସେ ଧନ ଆପଣଙ୍କ ପାଖରେ ରହୁନାହିଁ ଏବଂ ରୋଜଗାର ଠାରୁ ଅଧିକ ଧନ ଖର୍ଚ୍ଚ ହୋଇଯାଉଛି, ତାହେଲେ ଆପଣଙ୍କୁ ଧ୍ୟାନ ଦେବା ଉଚିତ କି ଘରର କୌଣସି ନଳରୁ ପାଣି ଅଯଥାରେ ଖର୍ଚ୍ଚ ହେଉଛି, ତାହେଲେ ଶୀଘ୍ର ଠିକ୍ କରି ନିଅନ୍ତୁ, ନଚେତ୍ କେବେ ବି ଆପଣଙ୍କ ପାଖରେ ଧନ ରହିବ ନାହିଁ। ନମ୍ବର 14, ଯଦି ଆପଣଙ୍କର ବ୍ୟବସାୟରେ ବୃଦ୍ଧି ହେଉନାହିଁ, ତାହେଲେ ଶୁକ୍ଳପକ୍ଷ ଶୁକ୍ରବାର ଦିନ କାର୍ଯ୍ୟସ୍ଥଳ, ଦୋକାନ, ବ୍ୟବସାୟ ଆଦି ସ୍ଥାନରେ
ଥିବା ମୁଖ୍ୟ ଦ୍ୱାରରେ ଦୁଇ ପଟରେ ଗହମ କିମ୍ବା ଅଟାକୁ ରଖିଦିଅନ୍ତୁ। କିନ୍ତୁ ଧ୍ୟାନ ରଖିବେ କି ଏମିତି କରିବା ସମୟରେ କେହି ଯେମିତି ଆପଣଙ୍କୁ ନ ଦେଖନ୍ତି। ନମ୍ବର 15, ଯଦି ଆପଣଙ୍କର ଟଙ୍କା ପଇସା କେଉଁଠାରେ ଅଟକି ଯାଇଛି ତେବେ ତାକୁ ପାଇବା ପାଇଁ ନଡ଼ିଆରେ ଚିନି ଭରି ତାକୁ ଓସ୍ତ ଗଛ ମୂଳେ ପୋତି ଦିଅନ୍ତୁ। ନମ୍ବର 16, ଶଙ୍ଖପୁଷ୍ପୀ ଚେରକୁ ରୂପାର ଡବାରେ ବା ଆଲମାରିରେ ରଖିଦିଅନ୍ତୁ ଯେଉଁଠି ଆପଣ ଧନ ରଖୁଛନ୍ତି। ଦେଖିବେ ଆପଣଙ୍କର କେବେ ଧନର ଅଭାବ ହେବ ନାହିଁ। ନମ୍ବର 17, କ୍ୟାରିୟର ଦିଗରେ ଭଲ ସଂକେତ ମିଳୁନାହିଁ ବା ଚାକିରି କ୍ଷେତ୍ରରେ ସଫଳତା ପାଇପାରୁନାହାନ୍ତି, ତାହେଲେ ଶୁକ୍ରବାର ଦିନ ଏକ ଭଲ ତାଲା କିଣି ନିଅନ୍ତୁ ଏବଂ କିଣିବା ସମୟରେ ଧ୍ୟାନ ଦେବେ କି ତାଲାକୁ ଚେକ୍ କରିବେନି ଯେମିତିକି ଭଲ ଅଛି କି ଖରାପ ଅଛି। ଶୁକ୍ରବାର ରାତିରେ ସେହି ତାଲାକୁ ଖୋଲାଇ ଶୋଇବା ଘରେ ରଖିଦିଅନ୍ତୁ ଏବଂ ତା ପରଦିନ ଶନିବାରରେ ତାକୁ ନେଇ କୌଣସି ଧାର୍ମିକ ସ୍ଥାନରେ ରଖିଦିଅନ୍ତୁ। ଯେତେବେଳେ କେହି ସେ ତାଲାକୁ ଖୋଲିଦେବ ତେବେ ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ। ନମ୍ବର 18, ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାବେଳ ସମୟରେ ଓ ଓସ୍ତ ଗଛ ମୂଳରେ 7ଟି ସୋରିଷ ତେଲର ଦୀପ ଜାଳନ୍ତୁ ଏବଂ ଏହାପରେ 7 ଥର ଓସ୍ତ ଗଛର ପରିକ୍ରମା କରନ୍ତୁ। ଏହି କାର୍ଯ୍ୟକୁ ଲଗାତାର କରିବା ଦ୍ୱାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ନମ୍ବର 19, ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ସୂର୍ଯ୍ୟୋଦୟ ହେବା ପୂର୍ବରୁ ଲକ୍ଷ୍ମୀ ମାତାଙ୍କର ବାସ ଓସ୍ତ ଗଛରେ ହୋଇଥାଏ। ଏହି ସମୟରେ ଓସ୍ତ ଗଛର ପୂଜା କରିବା ଅଚାନକ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 20, ଘରେ କୌଣସି ଚେୟାର ସ୍ଥାୟୀ ଭାବରେ ଖାଲି ରହିବା ଶୁଭ ହୋଇନଥାଏ। ମାନ୍ୟତା ଅଛି କି ଏହାଦ୍ୱାରା ନକାରାତ୍ମକ ଶକ୍ତି ଆପଣଙ୍କ ଘରର ଦୁର୍ଭାଗ୍ୟକୁ ଡାକି ଆଣିଥାଏ। ତାହେଲେ ଯଦି ଚେୟାର ବ୍ୟବହାର କରୁନାହାନ୍ତି ତେବେ ତାକୁ ଘରେ ରଖନ୍ତୁ ନାହିଁ। ନମ୍ବର 21, ଆପଣଙ୍କ ଘରେ ଯଦି ସବୁବେଳେ କଳି ଝଗଡ଼ା ଲାଗି ରହୁଥାଏ ତାହେଲେ ମଙ୍ଗଳବାର ବା ଶନିବାରରେ 1250 ଗ୍ରାମର ଗୁଡ଼ ମାଟି ତଳେ ପୋତି ଦିଅନ୍ତୁ। କିନ୍ତୁ ଶାସ୍ତ୍ରରେ କୁହାଯାଇଛି ଏମିତି କରିବା ଦ୍ୱାରା ଘରେ ଆଉ ଅଶାନ୍ତି ହୁଏ ନାହିଁ ଏବଂ ଘରର ଲୋକଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ବଢ଼ିବାକୁ ଲାଗିଥାଏ। ନମ୍ବର 22, ଘରେ ପଇସାର ଅଭାବକୁ ଦୂର କରିବା ପାଇଁ ଏହି ଉପାୟକୁ କଲେ ଆପଣଙ୍କର ବହୁତ ଭଲ ଫଳ ମିଳିବ। ଅଳ୍ପ କିଛି ଗୁଡ଼ ଗୋଟିଏ କଏନ୍କୁ ଲାଲ କପଡ଼ାରେ ବାନ୍ଧି ମାତା ଲକ୍ଷ୍ମୀଙ୍କ ପାଦ ତଳେ ରଖିଦିଅନ୍ତୁ। ତାପରେ ସେହି ପୁଡ଼ିଆକୁ ଧୂପ ଦୀପ ଦେଇ ପୂଜା କରିସାରିବା ପରେ ଆପଣ ଧନ ରଖିଥିବା ସ୍ଥାନରେ ରଖିଦିଅନ୍ତୁ। ଯଦି ଏହିଭଳି କରୁଛନ୍ତି ତେବେ ଆପଣଙ୍କର ଧନର ଅଭାବ ଖୁବ୍ ଶୀଘ୍ର ଦୂର ହୋଇଥାଏ। ନମ୍ବର 23, କୌଣସି ମହତ୍ତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ବା ଶୁଭ କାମ କରିବା ପୂର୍ବରୁ ଆଳୁ, ଚିନି କିମ୍ବା ଗୁଡ଼ ଖାଇ ବାହାରକୁ ଯାଆନ୍ତୁ। ନମ୍ବର 24, ଘରେ କେବେ ହେଲେ ବୁଢ଼ିଆଣୀ ଜାଲ ଲାଗିବାକୁ ଦିଅନ୍ତୁ ନାହିଁ, ନଚେତ୍ ଆପଣଙ୍କ ଭାଗ୍ୟ ଓ କର୍ମ କ୍ଷେତ୍ରରେ ବି ସେହିଭଳି ଜାଲ ପଡ଼ିବାକୁ ଲାଗିଥାଏ। ଆପଣ ବହୁତ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନମ୍ବର 25, ରାତିରେ ଶୋଇବା ପୂର୍ବରୁ 5ଟି କାଗଜି ବାଦାମକୁ ମୁଣ୍ଡ ଉପରେ ରଖି ଶୁଅନ୍ତୁ ଏବଂ ସକାଳ ହେବା ମାତ୍ରେ ତାକୁ କୌଣସି ଦେବ ମନ୍ଦିରରେ ଦାନ କରିଦିଅନ୍ତୁ। ନମ୍ବର 26, ଘରେ କେବେ ହେଲେ ଜିନିଷ ଏପଟ ସେପଟ କରି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସେ ନାହିଁ ଏବଂ ଘରେ ସବୁବେଳେ ଝାଡ଼ୁକୁ ଲୁଚାଇକି ରଖନ୍ତୁ। ନମ୍ବର 27, କଳା କିମ୍ବା ଧଳା କମ୍ବଳକୁ ନିଜ ଚାରିପଟେ 21 ଥର ବୁଲାଇ କୌଣସି ଗରିବ ଲୋକକୁ ଦାନ କରିଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଗ୍ରହ ଦୋଷ କଟିଯାଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ ତେବେ ଦୟାକରି ଭିଡ଼ିଓକୁ ଗୋଟେ ଛୋଟିଆ ଲାଇକ୍ଟିଏ କରନ୍ତୁ ଏବଂ ଆମ ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ। ତାହା ସହିତ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କର ମଙ୍ଗଳ କରିବେ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ ଆପଣମାନେ।
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା। ନମସ୍କାର।